भाई माने भौणी माने आमर अनुरोध शुणु आम सब आम जलिखिया एवं लसी सब व्यवस्था करूँ केतोड़ी तम भर बंधु कहले बोला आमको टे स्पेशल लिंगराज को भोग दियो बोलता गोटे कम करवा 12:30 भोग उठब तुम लिंगराज बढ़िया प्रसाद व्यवस्था तीन प्रकार अन्न तीन प्रकार डाली 4 प्रकार तीयण कर आम आशा करुचु लिंगराज कार्यक्रम खूब सफल हम आमर 5 तारिख दिन हम रथ बाहुड़ा 10-9 बाहुड़ा ना 10 क्लोजिंग सी सिस्टम कई चेंज कर पारे रथ अष्टमी बाहुड़ा 4 दिन पर अशोकाष्टमी रथ यात्रा काली छाड़ी पर दिन 5टा बेले आम सबू सेवायत भाई मान को अनुरोध करूँ पूजा पंडा निजग ब्राह्मण निजग बड़ू निजग समर्था निजग क्षेत्रवासी ब्राह्मण निजग आमर बेहेरा निजग बारिक निजग महाराणा निजग बोई निजग कारण समस्त रोल अच्छे एतरे भोई माने खरड़ा पकेबे महाराणा माने रथ तैयारी करती समस्त रोल अच्छी समस्त सहयोग कामना करी आम अनुरोध करूँ सरकार जो घोषणा कर 5 तारिख दिन 3टा बेले रथ भिड़ा बोली समस्त केमती सहयोग करेंगे आमको अनुष्ठान सबू सोशल ऑर्गेनाइजेशन टाउन क्लब केदारपुर क्लब पाठागर क्लब आमर बड़गढ़ क्लब जेते अनुष्ठान कपिलेश्वर युवा परिषद सुंदरपदा युवा परिषद आमर ओल्ड टाउन एकाम्र परिषद रामेश्वर क्लब हल समस्त आम अनुरोध करूँ आम यात्रा श्री 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 लिंगराज महाप्रभुंर 5 तारिख दिन समस्त सहयोग आम नीति ठीक भाव करवा ठीक बेले प्रभु को आम पहंडी करी रथ उपर को आनिबा रथ पर जो नीति सब अच्छी करा एवं 3टा बेले समस्त सहयोग रथ भिड़ापी आम अनुरोध करमर एकाम्र प्रकाशिनी अनुकूल प्रति वर्ष परी एथर लिंगराज फेस्टिवल 6 दिन धरी रहिबो आमर प्रथम दिन 5 तारिख दिन जो सांस्कृतिक कार्यक्रम हम राजेंद्र पंडा गुरु प्रतिभा पंडा नेतृत्व में सुनामधन्य कलाकार मान सहित वीणापाणी नितिन केतन एवं कला विकास केंद्र अनुकूल आमर डांस प्रोग्राम हम 2 जन नेतृत्व ने गजेंद्र पंडा एवं प्रतिभा पंडा सेहीपरि विशाखापट्टनम आसुंती भारतीय नाट्यम हैदराबाद आसुंती ओडिसी एवं फ्यूजन वर्धमान आसुंती ओडिसी सोल कोलकाता आसुंती कथक डांस रायपुर आसुंती नृत्य श्रीधारा चौद्वार पद्मश्री गुरु उत्सव दास एक विश्व प्रसिद्ध घोड़ा नाच रायगढ़ धेनसा ट्राइबल डांस तापर आसला बिलासपुर क्रिएटिव गजपति महामारी ग्रुप पल्ली नृत्य आठगढ़ फोक्स डांस समुदा आसुंती 36टी दल सुनाम दल कलाकार भारत वर्षर प्राय 11टा स्टेट रु आसुंती आम ओडिशा को छाड़ी प्राय 800 रु ऊर्ध कलाकार भारत वर्षर अन्य राज्य आम ओडिशा
ଏଠି କଳା ପ୍ରଦର୍ଶନ କରିବେ। ପ୍ରତିଦିନ 7ଟାରେ ଆରମ୍ଭ ହେବ, 11ଟା ରାତିରେ ସରିବ। ଆପଣମାନେ ବିପୁଳ ସଂଖ୍ୟାରେ ଯୋଗ ଦେବେ। ଆମର ଯେଉଁ ଏକାମ୍ର ପ୍ରକାଶିନୀ ଭାଇମାନେ ଏଠି ଆମେ ସବୁ ଅଛୁ, ଯେଉଁ କଷ୍ଟ କରି ଏ କାର୍ଯ୍ୟକ୍ରମ ପ୍ରତିବର୍ଷ କରୁଛନ୍ତି, ଯେତେବେଳେ ଆପଣମାନେ ଏ ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରନ୍ତି, ତାଳି ମାରନ୍ତି, ଆମ ସେକ୍ରେଟାରୀ ଜେନେରାଲ ସନତ ମିଶ୍ର, ଆମେ ଯେତେ ଅଛୁ ସହଯୋଗୀ ସମସ୍ତେ ସେହି ଆନନ୍ଦରେ ଆମେ ଭୋଳ ହେଇଯାଉ ଯେ ଲିଙ୍ଗରାଜଙ୍କ ପାଇଁ ଏଇ ଯେଉଁ ଯାତ୍ରା ହେଉଛି, ଏଇ ଯେଉଁ ଉତ୍ସବ ହେଉଛି, ଏଇ ଯେଉଁ ମନୋରଞ୍ଜନ କାର୍ଯ୍ୟକ୍ରମ ହେଉଛି, କଳା ପ୍ରଦର୍ଶନ ହେଉଛି, ଉଚ୍ଚ କୋଟିରେ ହେଉଛି, ଲୋକମାନେ ଏନ୍ଜୟ କରୁଛନ୍ତି, ସହଯୋଗ କରୁଛନ୍ତି, ଆମେ ଅତ୍ୟନ୍ତ ଖୁସି। ତେଣୁ ମୁଁ ଅନୁରୋଧ କରୁଛି ଆପଣମାନେ ବିପୁଳ ସଂଖ୍ୟାରେ ଯୋଗ ଦେଇ ଆମମାନଙ୍କୁ ଉତ୍ସାହିତ କରିବେ। ଏକାମ୍ର ସାଂସ୍କୃତିକ ପ୍ରକାଶନୀ ତାର 40 ବର୍ଷ ବ୍ୟାପୀ ମହାପ୍ରଭୁଙ୍କର ପବିତ୍ର ଅଶୋକାଷ୍ଟମୀ ଉପଲକ୍ଷେ ଲିଙ୍ଗରାଜ ମହୋତ୍ସବ କରିଆସୁଛି। ଏହି ବର୍ଷ ମଧ୍ୟ ଆମର ଅନୁଷ୍ଠାନର ସଭାପତି ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଏବଂ ଉପସଭାପତି ସମୀର ମହାନ୍ତି ଏବଂ ବାବୁ ସିଂଙ୍କ ନେତୃତ୍ୱରେ ଏବଂ ଶିବାନନ୍ଦ ରାୟଙ୍କ ନେତୃତ୍ୱରେ ଏବଂ ଗଜେନ୍ଦ୍ର ପଣ୍ଡା ଏବଂ ପ୍ରତିଭା ପଣ୍ଡାଙ୍କର ଡାଇରେକ୍ସନରେ, ବାସୁଦେବ ନାଥଙ୍କ କୋଅର୍ଡ଼ିନେସନରେ ଏବଂ ରଶ୍ମି ମହାପାତ୍ରଙ୍କର ନେତୃତ୍ୱରେ, ଏ ସମସ୍ତଙ୍କ ନେତୃତ୍ୱରେ ଆମେ କରିଥାଉ ଲିଙ୍ଗରାଜ ମହୋତ୍ସବର କାର୍ଯ୍ୟକ୍ରମ। ଏହି ବର୍ଷ ମଧ୍ୟ ସେହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ ଦିନ 6ଟା ଟ୍ରୁପ୍, ଓଡ଼ିଶା ବାହାରୁ 3ଟା ଟ୍ରୁପ୍, ଓଡ଼ିଶା ଭିତରୁ 3ଟା ଟ୍ରୁପ୍, ଏଇଭଳି ଭାବରେ ଆମର 6ଟା ଟ୍ରୁପ୍ ପ୍ରତ୍ୟେକ ଦିନ ତାଙ୍କର ନୃତ୍ୟ ପରିବେଷଣ କରିବେ। ଯଥା ଆମ ଓଡ଼ିଶା ବାହାରୁ 10ରୁ 12 ଷ୍ଟେଟ୍ରୁ ଡ୍ୟାନ୍ସରମାନେ ଆସିବେ, ପ୍ରଭୁଙ୍କ ଉଦ୍ଦେଶ୍ୟରେ ନାଚ କରିବେ, ତାଙ୍କର ପରଫର୍ମାନ୍ସ ଦେବେ, ଯାହାର ଡାଇରେକ୍ସନ୍ ଦେଉଛନ୍ତି ଗଜେନ୍ଦ୍ର ପଣ୍ଡା ଏବଂ ପ୍ରତିଭା ପଣ୍ଡା, କୋଅର୍ଡ଼ିନେଟ୍ କରୁଛନ୍ତି ବାସୁଦେବ ନାଥ। ଏହି କାର୍ଯ୍ୟକ୍ରମକୁ ସୁଦୂର ପ୍ରସାର କରିବା ପାଇଁ ଏବଂ ଆକୁ ସଂଗଠିତ କରି ସମସ୍ତଙ୍କୁ ଏକାଠି କରି ଏହି କାର୍ଯ୍ୟକ୍ରମକୁ ସୁଦୂର ପ୍ରସାର କରିବା ପାଇଁ ଯେଉଁମାନେ ହାତ ବଢ଼ାଇଛନ୍ତି, ଆମ ଅନୁଷ୍ଠାନର ଡାଇରେକ୍ଟର ଅଛନ୍ତି, ଯେ ମିଡ଼ିଆ ଡାଇରେକ୍ଟର ଅଛନ୍ତି ଲିଙ୍ଗରାଜ ବାବୁ ଏବଂ ଡାଇରେକ୍ଟର ଆମର ଅଛନ୍ତି ନାଥ ଆଇନା, ଆମର ଗଣେଶ ପାଲ ଏବଂ ଅନୁଷ୍ଠାନର ଜଏଣ୍ଟ ସେକ୍ରେଟାରୀ ଆମର ପ୍ରଦ୍ୟୁମ୍ନ ମହାନ୍ତି ଏବଂ ଆମର ବାବୁଲ ଚନ୍ଦ୍ର ମହାପାତ୍ର ଏବଂ ମୋ ପଛପଟେ ଅଛନ୍ତି ବାପି ବାବୁ ଏବଂ ରତିକାନ୍ତ ମହାଶୟ ଯିଏ କୋଷାଧ୍ୟକ୍ଷ, ଆଉ ଲଲୁ ମହାନ୍ତି, ଏ ସମସ୍ତଙ୍କର ସହଯୋଗରେ ଏହି କାର୍ଯ୍ୟକ୍ରମ 6 ଦିନ ବ୍ୟାପୀ ଅନୁଷ୍ଠିତ ହେବ। ଆଉ କାଳୁପତିଙ୍କ ନେତୃତ୍ୱ ଆପାୟିତ କରାହେବ ଏବଂ ଆମର ଯେ ଅନ୍ୟତମ ଡାଇରେକ୍ଟର କାଳୁପତି ଯିଏ ଆଜି ଦାୟିତ୍ୱ ନେଇଛନ୍ତି, ଆମେମାନେ ସମସ୍ତେ ଆମର ସଭାପତି ଗୋଟେ ପ୍ରସ୍ତାବ ଦେଲେ, ପ୍ରତ୍ୟେକ ବର୍ଷ ଆମେ କରୁଛେ ତାଙ୍କୁ ଲସି ଖୁଆଇକି ଛାଡ଼ୁଛେ। ଏ ବର୍ଷ ଆମ ଭାଇମାନେ ଆମ ସହିତ ପ୍ରତ୍ୟେକ ଦିନ 6 ଦିନ ବ୍ୟାପୀ ରହିବେ ପ୍ରଭୁଙ୍କ ସେବା କରିବା ପାଇଁ ଏବଂ ଏହି କାର୍ଯ୍ୟକ୍ରମ ଲିଙ୍ଗରାଜଙ୍କର ସୁଦୂର ପ୍ରସାର କରିବା ପାଇଁ। ତେଣୁ ଆମେ ପ୍ରଭୁଙ୍କ ପ୍ରସାଦରୁ ତାଙ୍କୁ ନିମନ୍ତ୍ରଣ କରିବା, ଆମନ୍ତ୍ରଣ କରିବା ଏବଂ ପ୍ରସାଦ ସେବନରେ ଭାଗ ସେମାନେ ଯେମିତି ହେଲେ ଯୋଗଦାନ କରିବେ ଏହି ବର୍ଷ ବୋଲି। ଏହାର ଆମର 10 ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କ'ଣ ସରକାରୀ ସାହାଯ୍ୟ ଅଛି, ବାକି ସ୍ପନ୍ସରସିପ୍ ଅଛି, ଅନୁଷ୍ଠାନର ଅନୁଦାନ ବି ରହିଛି। କର୍ମକର୍ତ୍ତାମାନେ ଦିଅନ୍ତି, ସରକାର ସ୍ପନ୍ସର କରନ୍ତି, ସରକାର ସାହାଯ୍ୟ ପାଉ। ଅର୍ଥ ଆମ ଯେତେ ମେମ୍ବର ଆମେ ଚାନ୍ଦା ଦିଉ। ଦ୍ୱିତୀୟ, ଟୁରିଜିମ୍ ଡିପାର୍ଟମେଣ୍ଟ, କଲଚର ଡିପାର୍ଟମେଣ୍ଟ, ମାଇନିଂ, ଲାଲକୋ, ଅନ୍ୟାନ୍ୟ ଡିପାର୍ଟମେଣ୍ଟକୁ ଆପ୍ଲାଏ କରୁ, ସେଠୁ ଆର୍ଥିକ ସାହାଯ୍ୟ ଆସେ ଏବଂ BMC ଆମକୁ ସାହାଯ୍ୟ କରେ। ତା ସହିତ ଆମର ରହିଯାଇଛି ଏକାମ୍ର ପ୍ରକାଶିନୀ, ସାଂସ୍କୃତିକ ପ୍ରକାଶିନୀ ଯେଉଁ ନିଜର ଥିଲା ଘର ମଣ୍ଡପ, ସରକାର ଆଲୋଚନା କରି ଆମ ମଣ୍ଡପକୁ ଭାଙ୍ଗିବା ପାଇଁ କହିଲେ। ଆମେ ଯେତେବେଳେ କହିଲୁ, ତଳେ ଆମର ରହିଛି ଲାଇବ୍ରେରୀ, ଉପରେ ରହିଛି ପେଣ୍ଡାଲ, ସଭା ଉପରେ ରହିଛି ଆମର ଗେଷ୍ଟ ରୁମ୍। ଏ ଯେଉଁ ବମ୍ବେ ଆର୍ଟିଷ୍ଟମାନେ ଆସିବେ, ବିହାରରୁ ଆସିବେ, ପଞ୍ଜାବରୁ ଆସିବେ, କଲିକତାରୁ ଆସିବେ, ଆମେ ତାକୁ AC ରୁମ୍ରେ ରଖୁ ଆମରି ଘରେ।
ତେଣୁ ସେ ବାବଦରେ ସେ ପଚାରିଲେ କେତେ ପଇସା ଦେବୁ ଆମର ସେକ୍ରେଟେରୀ ସନତ ମିଶ୍ର ନାଥ ବାବିନା ପଡ଼ିଆରୀ ହିସାବ କରି କହିଲେ ଆମକୁ 10 କୋଟି ଟଙ୍କା ଦିଅ। ସେ ଆମକୁ 5 କୋଟି ଟଙ୍କା ଦେଇଛନ୍ତି। ସେ 5 କୋଟି ଟଙ୍କା ଥୁଆ ହେଇଛି। କିନ୍ତୁ ଦୁଃଖର ବିଷୟ କହିଥିଲେ ଓବିସିରେ ଡିପୋଜିଟ୍ ରଖିଛି କହିଥିଲେ 1 ଇୟର୍ ଭିତରେ ଆମେ ତୁମ ମଣ୍ଡପ କମ୍ପ୍ଲିଟ୍ କରିକି ଦେଇଦେବୁ। ଆଜି ପର୍ଯ୍ୟନ୍ତ ହେଇପାରିଲାନି। ସେଇଠି ଆମର ଏଗ୍ରିମେଣ୍ଟ ଥିଲା ହେଇଛି ଯେ ପର୍ଯ୍ୟନ୍ତ ତମେ ମଣ୍ଡପ କାମ ନ ସାରିଛ ଆମକୁ ମଣ୍ଡପ କରିଦେବ। ଏଇ ଯେଉଁ ପେଣ୍ଡାଲ ଏଇନା ହେଇଛି ସେ କରୁଛନ୍ତି ମ୍ୟୁନିସିପାଲିଟି ତରଫରୁ। ଏବଂ ଖାଲି ଏତିକି ନୁହଁ ଆମର ଜାଗର ବେଳେ ଯେଉଁ ମଣ୍ଡପ ହୁଏ ତାକୁ ବି କରୁଛନ୍ତି BMC କରେ ଲେଖା ଅଛି। ଏବଂ ତା ସହିତ ଏ ଯେଉଁ ଘରେ ଆମେ ମିଟିଂ କରୁଛେ ଯେପର୍ଯ୍ୟନ୍ତ ଆମ ମଣ୍ଡପ ନ ସରିଛି ଏ 3ଟା ରୁମ୍ ମଧ୍ୟ ଦେଇଛନ୍ତି। ମଣ୍ଡପ ସରିଲେ ଏ ରୁମ୍ ଆମେ କହି ଯେଉଁଦିନ ମଣ୍ଡପ ଆମେ ଟେକ୍ ଓଭର୍ କରିବୁ ସେଦିନ ତୁମକୁ ହ୍ୟାଣ୍ଡ ଓଭର୍ କରିଦେଇକି ଘର ଯିବୁ ଏଇଟା ରହିଛି। ତେଣୁକରି ସେ ଖର୍ଚ୍ଚ ବାଦେ ଯେଉଁ ଖର୍ଚ୍ଚ ହୁଏ ଆମେ ସମସ୍ତେ ଏକାଠି ତାକୁ ମିଟ୍ କରୁ। ନାଇଁ ସେ ମୁଖ୍ୟମନ୍ତ୍ରୀ ଆସିଥିଲେ ଜାଗରକୁ ନଡ଼ିଆ ବାଡ଼େଇ କହିଦେଇ ଯାଇଛନ୍ତି ଏବଂ ଲ ମିନିଷ୍ଟ୍ରଙ୍କୁ ଆଙ୍କୁ କହିଛନ୍ତି ତୁମେ ତୁରନ୍ତ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ସହିତ କଥାବାର୍ତ୍ତା କରି ଶୀଘ୍ର କେମିତି ହେବ ଆର୍କୋଲୋଜି ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ସହିତ କଥାବାର୍ତ୍ତା କରି ହେବ ବ୍ୟବସ୍ଥା କର। 8 ଦିନ ତଳେ ମୁଖ୍ୟମନ୍ତ୍ରୀ ମୁଁ ଦେଖା କରିଥିଲି। ଠିକ୍ ଲ ଖୋଲି ମୁଁ ଗଲାବେଳକୁ ମୁଖ୍ୟମନ୍ତ୍ରୀ ଏବଂ ପୃଥ୍ୱୀରାଜ ହରିଚନ୍ଦନ ଗପସପ୍ କରୁଥିଲେ। ମୁଁ ପହଞ୍ଚିଯାଇଛି ସେଇଠି ଏକାଠି ହେଇଗଲୁ ଆମେ। ମୁଁ କହିଲି କ'ଣ ମୋହନ ବାବୁ ଏ କାମଟା ଆରମ୍ଭ କରୁନ କାମ କରିବାକୁ ତ ଲାଗିବ ନା ବର୍ଷେ କି 10 ମାସେ। ସେ ସେଇଠି ବି ପୃଥ୍ୱୀରାଜକୁ କହିଲେ ତୁରନ୍ତ ଟିକେ ସୁର ଭାଇ କହୁଛୁ ତ୍ୱରାନ୍ୱିତ କର। ୟା ଭିତରେ ଆମର ଏ ଫଙ୍କସନ୍ ସରିଲା ପରେ ଆମେ ସମସ୍ତେ ଏକାଠି ହେଇ ଫେର ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବୁ ଏବଂ ପୃଥ୍ୱୀରାଜକୁ ସେ ଦାୟିତ୍ୱ ଦେଇଛନ୍ତି ତାକୁ ଡକେଇ କେମିତି ଜଲ୍ଦି ଆରମ୍ଭ ହେବ କେମିତି ଆମ ମଣ୍ଡପ ଜଲ୍ଦି ସରିବ ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରୁଛୁ ଆମେ। ମୁଁ ଆଶା କରୁଛି ମୁଖ୍ୟମନ୍ତ୍ରୀ ଜବାବ ଦେଇଛନ୍ତି ମାନେ ନିଶ୍ଚୟ କରିଦେବେ। ନଡ଼ିଆ ବି ଦେଇଛନ୍ତି ନଡ଼ିଆ ବି ବାଡ଼େଇଛନ୍ତି। ତେଣୁ ଆପଣମାନେ ସମସ୍ତଙ୍କୁ ନିବେଦନ 6 ଦିନ ଯାକ ଆମ ସହିତ ସନ୍ଧ୍ୟାବେଳେ ଟିକେ ଉପସ୍ଥିତ ରହି ଏ କାର୍ଯ୍ୟକ୍ରମକୁ ଟିକେ ଭଲ କଭରେଜ କରିବା ଯେଉଁଟାକି ଲିଙ୍ଗରାଜଙ୍କ ଆଶୀର୍ବାଦ ଆମେ ହିଁ ପାଇବା। ଆଉ ଦ୍ୱିତୀୟ ଭାଇ ଇଏ ଅବଢ଼ା ଖାଇଲା ବେଳେ ଭାଇ ଚପଲ କେହି ପିନ୍ଧିବନି। मुक्तेश्वर फेस्टिवल कोणार्क फेस्टिवल जमी ताज महोत्सव खजुराहो महोत्सव सेहीपरि लिंगराज महोत्सव को आम विश्व प्रसिद्ध स्तर में नहीं पहुँचापी आम प्रचेषा करूँ। प्रतिदिन ये जो 6 दिन व्यापी हम प्रतिदिन ओडिशार अस्मिता ओडिसी नृत्य आरंभ हम लिंगराज वंदना शिव वंदना आरंभ हम ता सहित ओडिशार लोकनृत्य आदिवासी नृत्य एवं ओडिशा बाहर विभिन्न शास्त्रीय नृत्य मणिपुरी कथक भरतनाट्यम ये सब नृत्य एवं क्रिएटिव डांस तेणु एठी भगवान लिंगराज को समस्त सम्मान जनाइवाई सारा भारत वर्षर विशिष्ट विशिष्ट माने प्रसिद्ध नृत्यांगना मान जो अंतर्जातीय ख्याति संपन्न जमती पद्मश्री दुर्गाचरण रणवीर पद्मश्री इलियाना सेतारिष्टि पद्मश्री उत्सव चरण दास एम सब विशिष्ट नृत्यशिल्पी नृत्य दल मान डक जाने आम संस्कृति परंपरा को सम्मान प्रदर्शन पूर्वक 6 दिन धरी नृत्य कार्यक्रम करेंगे। प्रत्यह संध्या 5 घंटे 11 घंटा पर्यंत चलो। तेणु आम आपण माध्यम निवेदन करूँ जे आम संस्कृति को भल पाउथिबा आम ओडिशार समस्त कलाकार वृंद प्रत्येक संध्यार उपस्थित रही शिल्पी मान कला एवं नैपुण्य एवं नृत्य प्रदर्शन उपभोग करेंगे। भगवान लिंगराज आशीर्वाद ने आज ये प्रेस कॉन्फ्रेंस आपण मैंने जोग देथिबारु गणमाध्यम समस्त प्रतिनिधि मानू कृतज्ञता ज्ञापन करुच्ची एवं गजेन्द्र पंडा ठूँ आरंभ कर आमर चेयरमैन सुर बाबू एवं आमर कर्णधार आम सैना बाबू समस्त डायरेक्टर समस्त सभ्य मान ये आपण मान कृतज्ञता ज्ञापन करुच्ची। संस्कृति मंत्री 5 तारीख दिन उद्घाटन करेंगे। आईन मंत्री संस्कृति मंत्री संस्कृति मंत्री या उद्घाटन उत्सव जो 6 6टा